ଏତେ ଟାଣ ଖରାରେ ଆପଣ କିଛି ଗଛର ଡାଳ ଲଗାଇବା ପାଇଁ ଚାହୁଁଛନ୍ତି କି? ତାହେଲେ କେଉଁ ଗଛର ଡାଳ ଲଗେଇଲେ ଏହି ଟାଣ ଖରାରେ ମଧ୍ୟ ସେ ଖରାପ ହେବନି? ମାତ୍ର 3 ରୁ 4 ଦିନ ଭିତରେ ସେହି ଡାଳରେ ବହୁତ ସୁନ୍ଦର ଭାବେ ଚେର ଆସିଯିବ ଆଉ 10 ରୁ 15 ଦିନ ଭିତରେ ସେଥିରୁ ଢେର ସାରା ଫୁଲ ଆପଣ ନେଇପାରିବେ। ସେ ବିଷୟରେ ଆଜିର ଭିଡିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଏଭଳିଆ ପାଇଁ ଟାଣ ଖରାରେ ଆପଣ ପର୍ସଲିନ୍ ଆଉ ପର୍ତୁଲାକାର ଡାଳକୁ ଲଗେଇ ପାରିବେ ଆଉ ତାକୁ ପୁରା ଦିନର ଖରାରେ ରଖିଲେ ମଧ୍ୟ ସେଇ ଡାଳ ଗୁଡିକ ଆପଣଙ୍କର ଗ୍ରୋ ହେଇଯିବ। ଏହା ସହିତ ଯେଉଁ ବଡେଲିଆ ଥାଏ ଯାହାକି ସୂର୍ଯ୍ୟମୁଖୀ ଫୁଲ ଭଳି ଦେଖାଯାଇଥାଏ କିନ୍ତୁ ବହୁତ ଛୋଟ ଛୋଟ ଫୁଲ ହେଇଥାଏ, ହଳଦିଆ ରଙ୍ଗର ଫୁଲ ଆସିଥାଏ, ତାର ଡାଳକୁ ମଧ୍ୟ ଲଗେଇ ପାରିବେ। ଯଦି ଆପଣଙ୍କ ପାଖରେ କୋଲିୟସ୍ ଅଛି ତାର ଡାଳକୁ ଆପଣ ଲଗେଇ ପାରିବେ। ୱାଣ୍ଡରିଂ ଜିଉ, ବେବିଲିଆନ ଜିଉ, ଟର୍ଟଲ ୱାଇନ୍, ଟାଙ୍ଗଲ ହାର୍ଟ, ଏହା ସହିତ ଜୁଆଣି, ଏହି ସବୁର ଡାଳକୁ ମଧ୍ୟ ଆପଣ ଲଗେଇ ପାରିବେ। ଏମିତି ଆହୁରି ବହୁତ ସାରା ଗଛର ଡାଳ ଅଛି ଯାହାକୁ କି ଆପଣ ଏହି ଟାଣ ଖରାରେ ଲଗେଇଲେ ସେ ଡାଳ ଗୁଡିକ ଆପଣଙ୍କର ଖରାପ ହେବନି। ସେ ସବୁ ବିଷୟରେ ଡିଟେଲ ଭିଡିଓଟି ମୁଁ ସେୟାର କରିସାରିଛି। ମୋର ୟୁଟ୍ୟୁବ ଚ୍ୟାନେଲକୁ ଭିଜିଟ କରିକି ଆପଣ ସେ ପୁରା ଭିଡିଓ ଦେଖିବେ।